ଗାଁ ଅଭିମୁଖୀ ସମସ୍ତେ କୁଣିଆ ମିତ୍ର ଆସି ଆସୁ ଲାଗିଲେଣି। ଝିଅ ଝିଆଣି ଗାଁର ଯିଏ ଯୋଉଠି ବାହାରେ ରହୁଛନ୍ତି ସମସ୍ତେ ପଳାଇଲେଣି। ଆଉ ବର୍ତ୍ତମାନ ବି ଆମ ଡାହୁକଣା ପଳାଇଲେଣି। ଡାହୁକଣାଙ୍କ ପିଲା ଛାଡୁ ନଥିଲେ, କହିଲେ ଆମେ ତମକୁ ଯିବାକୁ ଦବୁନି, ବାନ୍ଧିକି ରଖିବୁ। ପଚାରିବା ଡାହୁକଣାକୁ ପଚାରିବା ପିଲାମାନେ କେମିତି ତାଙ୍କୁ ବାନ୍ଧିକି ରଖିଲେ, ଆଜି କେମିତି ସେ ଖସିକି ଆଇଲେ, କେମିତି ଖସିକି ଆଇଲେ? ବିଭିନ୍ନ ପ୍ରକାର ଆଳ ନେଇକିରି ପଳେଇ ଆସିଲି। ମୁଁ କହିଲି ନାଇଁ ମୋ ଗାଁ ଝିଅ କଣ କହିଲା? ଝିଅ କହିଲା ନାଇଁ ବାବା ଯାଆନି, ସବୁ ବର୍ଷ ତ ଯାଉଛ, ଆଉ ଏ ବର୍ଷ ନଗଲେ କଣ ହବନି? ନାଇଁ ନାଇଁ ସବୁ ବର୍ତ୍ତମାନ ଯାହା ହେଲେ ସେଟା ମୁଁ ଗାଁକୁ ଯିବା କଥା ଯିବି। ଆଉ ଗାଁକୁ ଦୋଳ ପୂର୍ଣ୍ଣମୀ ଉପଲକ୍ଷେ ମୁଁ ନିଶ୍ଚିତ ଯିବି, ଆଉ ମନା କରି ହବନି। ବହୁତ ଧନ୍ୟବାଦ। ଦେଖନ୍ତୁ ଏ ଗାଁରେ କେତେ ମମତା, ଏ ଗାଁ ପ୍ରତି କେତେ ସ୍ନେହ। ଯେ ଯୋଉଠି ଥାନ୍ତୁ ପିଲାମାନେ ମନା କଲେ ଡାହୁକଣାର ବାଡେଇ ଛାଟି ହେଇକି ପଳେଇ ଆସିଲି ନା। ଆଚ୍ଛା ଡାହୁକଣା ଆଉ ଗୋଟେ ଜିନିଷ, ଆମର ଯୋଉ ଏଇ ଆମର ଯୋଉ ପିଆପି କରନ୍ତି ପିଲାମାନେ, ପିଲାମାନେ ସବୁ ତ ଆଜିକାଲି ପିଲା। ତମେ ତ ପିଉଛ? ହଁ ମୁଁ କାଁ ଭାଁ ପିଏ, ସବୁଦିନ ଯଦିଓ ନ ପିଉଛି, ଯଦିଓ ପିଇବି ମୁଁ ମୋର ସାଇଲେନ୍ସ, ମୁଁ ମୋର କଷ୍ଟଡି ଭିତରେ ମୁଁ ମୋର ରହିବି। ଲୋକ ପିଲାଙ୍କୁ ବି ମନା କରି ପୁଅରେ ଧନ୍ୟବାଦ ଧନ୍ୟବାଦ। ହଁ ପିଲାଙ୍କୁ ମନା କରିବେ, ପିଲାମାନଙ୍କୁ ମନା କରି ପୁଅ ଯାହା ଇ କରୁଛ ସାଇଲେନ୍ସ ପୁରା ଇଏରେ ଆମର ଶୃଙ୍ଖଳାର ସହିତ କିନ୍ତୁ ଆମ ଦୋଳ ପୂର୍ଣ୍ଣମୀ ଏନ୍ଜୟ କର। ଗଣ୍ଡଳ ଫଣ୍ଡଳ ଏସବୁ ଦେଖନ୍ତୁ ଦେଖନ୍ତୁ ବନ୍ଧୁ ମାନେ, ଦେଖନ୍ତୁ ଭାଇ ମାନେ, କେତେ ସୁନ୍ଦର ବାର୍ତ୍ତା କହିଲେ ଆମ ଡାହୁକଣା। ସେ ନିଜ ଅବାଟକୁ ଯାଇଛନ୍ତି ସତ, ନିଜେ ପିଉଛନ୍ତି ସତ, କିନ୍ତୁ ତାଙ୍କ ପିଲାମାନଙ୍କୁ ପିଇବାକୁ ବାରଣ କରୁଛନ୍ତି। ନାଇଁ ପିଲେ, ମୁଁ ସିନା ଅବାଟକୁ ପଳେଇଛି, କିନ୍ତୁ ମୋ ପିଲାମାନେ କେବେ ଯାଅ ନାହିଁ। ଆଉ ଯଦି ବା କିଏ ଟିକେ ପିଇଛ, ଶାନ୍ତି ଶୃଙ୍ଖଳାରେ ଦୋଳଯାତ୍ରା ସମାପନ କରିବ। ଇଏ ଆମ ଗାଁର ସମ୍ମାନ, ଇଏ ଆମ ଗାଁର ଗର୍ବ। ଧନ୍ୟବାଦ ଡାହୁକଣା। ଆମର ଅଭିୟାନ ମଧ୍ୟ ଅଛନ୍ତି। ଅଭିୟାନ ତ ଆମକୁ ଶପଥ କରିଥିଲେ ଯେ ନାଇଁ ପିଇବେନି ବୋଲି, ତଥାପି ଆମେ ଅଭିୟାନ କଣ୍ଠରୁ ଟିକେ ଶୁଣିବା। ଆମର ସମସ୍ତେ ଦେଖୁଛନ୍ତି, ଆମେରିକାର ବିଦେଶ ଦେଖୁଛି, ଯିଏ ଯୁଆଡେ ଅଛନ୍ତି ଦେଶ ବିଦେଶ, ଅଭିୟାନ ପିଇବା ପାଇଁ କଣ କହିବେ? ଆପଣ ଶପଥ କରିଥିଲେ ଯେ ମୁଁ ପିଇବିନି। ପିଆ ପିଇ ଆମେ ଛାଡି ଦେଇଛୁ, ଆମେ ପିଉନି। ମୋ ଘର ପରିସ୍ଥିତି ଖରାପ, ମୋ ସ୍ତ୍ରୀର ବେନିଷ୍ଟ, ମୁଁ ପିଆ ପିଇ କରୁନି, ମୋ ଧନ୍ଦା କିଛି। ନିଶ୍ଚିତ ଅଭିୟାନଙ୍କ ଘରେ ବହୁତ ଅସୁବିଧା, ଭାଉଜଙ୍କ ଦେହ ଖରାପ, ଏ ତ ଭାରି ସ୍ନେହୀ ଲୋକ, ବହୁତ ଆଗ୍ରହୀ ଲୋକ, ଗାଁ ପ୍ରେମୀ। ଆଉ ସେ ପିଇବେନି କି କାହାକୁ ପିଆଇବନି। ଧନ୍ୟବାଦ। କଣ କହିବ ଦୋଳଯାତ୍ରା କେମିତି? ଦୋଳଯାତ୍ରା ହବ ତ, ଆଉ କଣ ହଉଛି ତ, ଆଉ କଣ ହଉଛି ହବ, ଆଉ କଣ କହିବା କହୁନୁ? ଶାନ୍ତି ଶୃଙ୍ଖଳାରେ ଯେମିତି ହବ, ଶାନ୍ତି ଶୃଙ୍ଖଳାରେ ଯେମିତି ହବ ସେଇଆ କଣ। ଇଏ ଆମର ଅତିଆଇନାର ସାହି ବୁଢାବୁଢୀ, ଇଏ ପ୍ରସ୍ତୁତ ହେଇ ବର୍ତ୍ତମାନ ରହିଗଲାଣି। ଗାଁର ପିଲାମାନେ ଯିଏ ଯୋଉଠି ଅଛନ୍ତି ସବୁ ଆସିବାରେ ଲାଗିଛନ୍ତି। ଏସବୁ ଖୋର୍ଦ୍ଧା ପିଲାଟି କୁମି ଆସିଲା, ଏସବୁ ଖୋର୍ଦ୍ଧାରେ ପାଠ ପଢୁଥିଲେ, ସମସ୍ତେ ଆସିବାରେ ଲାଗିଛନ୍ତି ଗାଁକୁ। ଆପଣ ଦେଖିପାରୁଥିବେ, ବୋଧେ ବସ୍ ବୋଧେ ଆସିଲା, ଆସ୍ତେ ଆସ୍ତେ ଗହଳି ଲାଗିଛି, ଲାଇଟ୍ ବି ଜଳିଗଲାଣି। ଗାଁର ଝିଅ ମାନେ ପଳେଇଲେଣି, ଆମେ ପରିଚୟ ନବା। ଇଏ କଣ ହେବେ? ନଣନ୍ଦ ନମସ୍କାର, ଆମେ ସ୍ୱାଗତ କରୁଛୁ ଆମ ଗାଁକୁ। ଆମ ଯୋଶୀଙ୍କ ନଣନ୍ଦ କୋଉଠୁ ଆସିଛନ୍ତି? ଗେଡିଆପଲ୍ଲୀ। ଯାହା ହଉ ଯୋଶୀ ବି ଆସିଲାଣି, ତା ବ୍ୟାଗ ବସ୍ତାନି ଧରି ରେଡି, ଯାହା ଭାରି ଖୁସି ଲାଗୁଛି। ଏତ ମିଳନର ପର୍ବ ଆମେ ଆଗରୁ କହିଛୁ, ଆମ ଭଉଣୀ ମାନଙ୍କୁ, ଆମ ଝିଅ ମାନଙ୍କୁ, ଆମ ମା ମାନଙ୍କୁ ଆମେ ବର୍ଷକେ ଗୋଟିଏ ଥର ହିଁ ଆମେ ଏକାଠି ଦେଖିବୁ। ଆମ ମା ବି ଏଠି ବସିକି ଅନଉଛନ୍ତି, କିଏ କିଏ କୁଣିଆ ଗଲେ, କିଏ କିଏ ଲୋକ ଆଇଲେ, କାହା ଘରୁ କେତେ ବସିକି ଅନଉଛନ୍ତି ଏଠି। ଆମର ବିକଳ ବି ପଳାଇଲେଣି ଭୁବନେଶ୍ୱରରୁ। କିଏ କିଏ ସବୁ ଆସିଛନ୍ତି? ମୁଁ ଆସିଛି, ମୋର ଭାଇ କଟକରୁ ଆସିଛନ୍ତି, ଆସିଛନ୍ତି, ଅରିଗେନାରୁ ଆସିଛନ୍ତି, ଆସିକି ପହଞ୍ଚିଲେ। ଆଉ ମୁଁ ଚେଷ୍ଟା କରୁଛି, ମୋ ଭାଇ ଯେତେ ବି ଅଛନ୍ତି ମୁଁ ସମସ୍ତଙ୍କୁ ମେସେଜ କରୁଛି, ଆମର ଟିକେ ଫୋନ କର। ଆମ ଗାଁରେ ଯେହେତୁ ବଡ ପର୍ବ, ଆମେ ସମସ୍ତେ ମିଶାମିଶି ହେଲେ ବହୁତ ଖୁସି ନିଜେ ଅନୁଭୂତି କରୁ। ଆଉ ତେଣୁକରି ଆମେ ସମସ୍ତେ ଚେଷ୍ଟା କରୁଛୁ, ମୋ ଭାଇ ହଉ, ଭାଉଜ, ପିଲାମାନେ ସମସ୍ତେ କାଲି ସୁଧା। ଠିକ ଅଛି, ଭେରି ଗୁଡ, ବହୁତ ବଢିଆ।